ସବୁବେଳେ ଏକା ରହି ରହିକା ମନଟା ବି ଭଲ ଲାଗୁନି। ସେଥିପାଇଁ ଆଜି ଚାଲିଲି ମନଟାକୁ ଟିକେ ଫ୍ରେଶ୍ କରିବାକୁ। ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ମିନି ବ୍ଲଗ୍। ଚାଲନ୍ତୁ ଆଜି ତ ମିନି ବ୍ଲଗ୍ଟି ଷ୍ଟାର୍ଟ କରିବା। ସକାଳୁ ଉଠିକି ଗାଧୁଆ ପାଧୁଆ ସାରିକି ବ୍ୟାଗ୍ ପତ୍ର ସବୁ ସଜାଡ଼ି ଦେଇକି ଜିନିଷପତ୍ର ସବୁ ଭରି ଦେଇକି ଚାଲିଲି କୁଆଡ଼େ। ଆପଣମାନେ ବି ଜାଣିବାକୁ ଚାହୁଁଛନ୍ତି ନା, ଭିଡ଼ିଓ ଲାଷ୍ଟକୁ ଆପଣମାନଙ୍କୁ ନିହାତି କହିବି କେଉଁଠିକି ଯାଉଛି। ଏଠି ରାସ୍ତାରେ ଠିଆ ହେଇଥିଲା ଆଉ ଏତେ ଜୋରସେ ଖରା ହେଉଥିଲା, ମୋତେ ନ କହିବା ହିଁ ଭଲ। କିନ୍ତୁ ଯେଉଁଠିକି ଯାଉଛି ମନଟା ବି ଟିକେ ଫ୍ରେଶ୍ ହେଇଯିବ, ସେଥିପାଇଁ ଖରାକୁ ଖାତିର ନ କରିକି ରାସ୍ତା ଉପରେ ଠିଆ ହେଲି ବସ୍ ପାଇଁ। ବସ୍ ଆସିଲା ଯେହେତୁ ମନ ପୁରା ଗୁଦୁଗୁଦୁ ହେଇଗଲା, କାହିଁକି ନା ଯିବି ନା ପୁରା ହସ ଖୁସିରେ ହେଇକିନା କିଛି ଦିନ ମୋର ବିତିଯିବ, ମନଟା ବି ଫ୍ରେଶ୍ ଲାଗିବ। ପୁଣି ଘରେ ଆସିକି ଭୂତ ଭଳିଆ ବସିବି। ଏଠି ବାନ୍ତି ହେଇକି ମୋର ପୁରା ଅବସ୍ଥା ଖରାପ ହେଇଯାଇଥିଲା, ସେଥିପାଇଁ ମୁହଁଟା ଟିକେ ଶୁଖିଯାଇଛି, କିନ୍ତୁ ମନରୁ ପୁରା ଖୁସି ଅଛି। ଯାଉଛି ନା ଏତେ ଦିନ ପରେ ଦେଖା କରିବାକୁ, ବହୁତ ଦିନ ନହେବେ। ବସ୍ ଯାଇକି ତା ଜାଗାରେ ଲାଗିଗଲା ଆଉ ଭାଇ ଆସିଗଲା ମୋତେ ନେବା ପାଇଁ। ପହଞ୍ଚି ସାରିଲା ପରେ ମୋତେ ଏତେ ଟାୟାର୍ଡ଼ ଲାଗିଲା କି ଖାଇ ପିଇକି ସିଧା ପୁରା ମୁଁ ଶୋଇ ପଡ଼ିଥିଲି। ଦେଖିଲା ବେଳକୁ ଟାଇମ୍ ଆସିଗଲାଣି 7ଟା 7:30 ପାଖାପାଖି। ଘରେ ଯେହେତୁ କେହି ନାହାନ୍ତି, ମୁଁ ଏକା ଥିଲି, ଭାବିଲି ଟିକେ ଚାଲ କାମ ବି କରିଦେବା, ମାଇଣ୍ଡକୁ ଟିକେ ଫ୍ରେଶ୍ ବି କରିଦେବା। ତା ଭିତରେ ସମସ୍ତେ ବି ପଳେଇ ଆସିବେ। ଏପଟେ ପାଇପ୍ରେ ପାଣି ଆସିଗଲା ଆଉ ପାଣିକି ଦେଖିକି ମୁଁ ସବୁ ଜାଗାରେ ପାଣି ବି ଭରିଦେଲି, ବୋଟଲରେ ବି ସବୁ ଭରିଦେଲି। ଆଉ ତା ଭିତରେ ସମସ୍ତେ ପଳେଇ ଆସିଲେ। ଆମେ ଏତେ ମଜାମସ୍ତି କଲୁ ଯେ ଆପଣମାନଙ୍କୁ କ'ଣ କହିବି। ସେଠି ତ ରହିଲି ଯେତେ ଦିନ ମୁଁ ହସି ହସି ପୁରା ଗଡ଼ି ଯାଇଛି। କ'ଣ ବା କହିବି, ଯେତିକି ହସିଛି ଆଗକୁ ସେତିକି ନ କାନ୍ଦେ ମୁଁ ଏକ୍ସପେକ୍ଟ କରୁଛି। ଏତେ ଗପ ମଧ୍ୟରେ ମୁଁ ଆପଣମାନଙ୍କୁ କହିବାକୁ ବି ଭୁଲିଗଲି ମୁଁ କେଉଁ ଜାଗାକୁ ଆସିଛି। ଏଠି ମୁଁ ଆସିଛି ଚୌଦ୍ୱାର, ମୋ ଦେଇ ଘରକୁ। ଏଠି ଆମ ବଣ୍ଟି, ବବୁଲୁ, ମୁଁ, ମୋ ଦେଇ ଆମେ ବହୁତ ସାରା ମଜାମସ୍ତି କଲୁ, ଯାହାଦ୍ୱାରା କି ହସି ହସି ପୁରା ପେଟ ଦରଜ ହେଇଗଲା। ଆଜିର ମିନି ବ୍ଲଗ୍ଟି ଏଇଠି ଏଣ୍ଡ କରୁଛି। ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।